12 ବର୍ଷ ବନବାସରୁ ଫେରିବା ପରେ ପାଣ୍ଡବମାନଙ୍କୁ ଦୁର୍ଯ୍ୟୋଧନ ରାଜ୍ୟ ଭାଗ ନ ଦେବାରୁ ଏବଂ ବିନା ଯୁଦ୍ଧରେ ସୂଚ୍ୟଗ୍ର ଭୂମି ପ୍ରଦାନ କରିବାକୁ ଅସ୍ୱୀକାର କରିବାରୁ ମହାଭାରତ ଯୁଦ୍ଧର ଅୟମାରମ୍ଭ ହୋଇଥିଲା। ଯୁଦ୍ଧର ବିବରଣୀକୁ ଜାଣିବାକୁ ଧୃତରାଷ୍ଟ୍ର ସଞ୍ଜୟକୁ ପ୍ରଶ୍ନ କରୁଛନ୍ତି। ଧର୍ମକ୍ଷେତ୍ର ସ୍ୱରୂପ କୁରୁକ୍ଷେତ୍ରରେ ମୋର ପୁତ୍ର ଏବଂ ପଣ୍ଡୁପୁତ୍ରମାନେ କ'ଣ କରୁଛନ୍ତି? ଧୃତରାଷ୍ଟ୍ର ପୁତ୍ର ମୋହରେ ଅନ୍ଧ ହୋଇ କେବଳ ଦୁର୍ଯ୍ୟୋଧନଙ୍କୁ ନିଜ ପୁତ୍ର ବୋଲି ଭାବୁଥିଲେ ଏବଂ ଭାତୃପୁତ୍ରମାନଙ୍କୁ ନିଜ ପୁତ୍ର ବୋଲି ଭାବୁ ନଥିଲେ। ମୋର ପୁତ୍ର ଏବଂ ପାଣ୍ଡବମାନେ କ'ଣ କରୁଛନ୍ତି ବୋଲି ସେଇ ଦୃଷ୍ଟିରୁ ସେ ପଚାରିଥିଲେ। ଯୁଦ୍ଧ ଆରମ୍ଭ ହେବାକୁ ଥିବା ସମୟରେ ଉଭୟ କ'ଣ କରୁଛନ୍ତି ବୋଲି ପଚାରିବାର କାରଣ ହେଲା କୁରୁକ୍ଷେତ୍ର ଧର୍ମକ୍ଷେତ୍ର ହୋଇଥିବାରୁ ଶ୍ରୀକୃଷ୍ଣଙ୍କ ପ୍ରରୋଚନାରେ ଉଭୟ ପକ୍ଷ ସନ୍ଧି କରିଥିବା ଭୟରେ ଧୃତରାଷ୍ଟ୍ର ଏପରି ପଚାରିଥିଲେ। ଏହି ଜଗତର ମୁଁ ଓ ତୋର ଭାବ ହେଉଛି ଜଗତ ଏବଂ ଜଗତର ସମସ୍ତ କଳହର ଆଧାର। ଯାହାକୁ ଦିବ୍ୟଦର୍ଶନ ଅଜ୍ଞାନ କହିଥାଏ। ଦିବ୍ୟଚକ୍ଷୁ କହିଲେ ଜ୍ଞାନଚକ୍ଷୁ କୁହାଯାଏ। ଦର୍ପଣ ଦ୍ୱାରା ଯେପରି ଆମେ ଭିତର ବାହାର ସବୁକିଛି ଦେଖିପାରୁ, ଠିକ୍ ସେହିପରି ଜ୍ଞାନ ଦ୍ୱାରା ଆମେ ସବୁକିଛି ଦେଖିପାରୁ ବା ଅନୁଭବ କରିପାରୁ। ସେହି ଚକ୍ଷୁ ରୂପକ ଜ୍ଞାନକୁ ଅବଲମ୍ବନ କରି ସଞ୍ଜୟ ଯୁଦ୍ଧକ୍ଷେତ୍ରରେ ବହୁ ଦୂରରେ ଥିବା ସତ୍ତ୍ୱେ ଯୁଦ୍ଧକ୍ଷେତ୍ରର ସମସ୍ତ ବିବରଣୀ ଅନୁଭବ କରିପାରୁଥିଲେ। ସଞ୍ଜୟ କହିଲେ, ସର୍ବଗ୍ରାସୀ ପ୍ରଳୟ ପରି ପାଣ୍ଡବ ସୈନ୍ୟ ଅଗ୍ରସର। ସମୁଦ୍ର ମନ୍ଥନ ଦ୍ୱାରା କାଳକୂଟ ବିଷ ଉପରକୁ ଉଠି ଆସିବା ସଦୃଶ ପାଣ୍ଡବମାନେ ବିଭିନ୍ନ ବ୍ୟୂହ ରଚନା କରି ରହିଛନ୍ତି। ହସ୍ତୀ ବ୍ୟୂହକୁ ଦେଖି ସିଂହ ଭ୍ରୂକ୍ଷେପ ନ କରିବା ସଦୃଶ ଦୁର୍ଯ୍ୟୋଧନ ଭୟ ନ କରି ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଇ କହିଲେ, ହେ ଆଚାର୍ଯ୍ୟ, ପାଣ୍ଡୁପୁତ୍ରମାନଙ୍କ ସୈନ୍ୟବଳ କିପରି ସୁସଜ୍ଜିତ ହୋଇଅଛନ୍ତି ଦେଖନ୍ତୁ। ଯେଉଁ ଶିଷ୍ୟକୁ ଆପଣ ଅଷ୍ଟବିଦ୍ୟାରେ ପାରଦର୍ଶୀ କରାଇଛନ୍ତି, ସେହି ଆପଣଙ୍କ ଶିଷ୍ୟ ଧୃତରାଷ୍ଟ୍ରଦ୍ୟୁମ୍ନ ବ୍ୟୂହ ରଚନା କରି ଆପଣଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ପାଣ୍ଡବ ପକ୍ଷ ନେଇଛନ୍ତି। ଆପଣଙ୍କ ଦ୍ରୋଣ ତା ସହ ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଧୃତରାଷ୍ଟ୍ରଦ୍ୟୁମ୍ନ ଚାହୁଁଛନ୍ତି। ପାଣ୍ଡବ ସେନାରେ ଅସ୍ତ୍ରଚାଳନାରେ ଧୁରନ୍ଧର ଅନେକ ବୀର ଅଛନ୍ତି। ଭୀମ ଅର୍ଜୁନଙ୍କ ଭଳି ମହାରଥୀମାନେ ମଧ୍ୟ ଅଛନ୍ତି। ଧୃତକେତୁ, କାଶୀରାଜ, ଅଭିମନ୍ୟୁ, ଦ୍ରୌପଦୀଙ୍କ ପାଞ୍ଚପୁତ୍ର ଆଦି ପରାକ୍ରମୀ ଯୋଦ୍ଧାମାନେ ଅଛନ୍ତି। ତାଙ୍କ ଦଳରେ ମହାରଥୀ, ଅତିରଥୀ, ରଥୀ, ଅର୍ଦ୍ଧରଥୀ ଚାରି ପ୍ରକାର ଶ୍ରେଣୀର ସୈନ୍ୟ ଅଛନ୍ତି। 10,000 ଯୋଦ୍ଧାଙ୍କ ସହ ଏକାକୀ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିବାକୁ ସମର୍ଥ ଯେ, ତାକୁ ମହାରଥ କୁହାଯାଏ। ଅସଂଖ୍ୟ ଶୂରବୀର ସଙ୍ଗେ ଏକାକୀ ଯୁଦ୍ଧ କରିବାକୁ ସମର୍ଥ ଯେ, ତାକୁ ଅତିରଥ କୁହାଯାଏ। ଏବଂ ଯେ ଏକାକୀ ଜଣେ ଯୋଦ୍ଧାଙ୍କ ସହ ଯୁଦ୍ଧ କରିବାକୁ ସମର୍ଥ, ସେ ହେଲେ ରଥୀ ଏବଂ ରଥୀ ଅପେକ୍ଷା ହୀନବଳ ନିଜ ପକ୍ଷର ବୀରମାନଙ୍କ ସମ୍ପର୍କରେ କହିବାକୁ ଯାଇ ଏବଂ ଅଧିରଥୀ ହେଉଛନ୍ତି ହୀନବଳ। ନିଜ ପକ୍ଷର ବୀରମାନଙ୍କ ସମ୍ପର୍କରେ କହିବାକୁ ଯାଇ ଦୁର୍ଯ୍ୟୋଧନ ପ୍ରତାପରେ ଭାନୁତୁଲ୍ୟ ବୋଲି ଭୀଷ୍ମଙ୍କୁ କହିଥିଲେ। ଶତ୍ରୁରୂପୀ ହାତୀପଲ ନିକଟରେ ସିଂହ ପରି ପରାକ୍ରମୀ ହେଉଛନ୍ତି ବୀର କର୍ଣ୍ଣ। କୃପାଚାର୍ଯ୍ୟ ଇଚ୍ଛା କଲେ ବିଶ୍ୱକୁ ସଂହାର କରି ଦେଇପାରନ୍ତି,
ଯୁଦ୍ଧ ପ୍ରାରମ୍ଭ ପୂର୍ବରୁ ଶଙ୍ଖ ବାଦନ ହେଲା। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ତାଙ୍କ ରଥ ଉଭୟ ସେନା ମଧ୍ୟରେ ରଖିବାକୁ କହିଲେ। ରଥ ମଧ୍ୟଭାଗରେ ପ୍ରବେଶନ୍ତେ ନିଜ ବନ୍ଧୁ ବାନ୍ଧବ ଗୁରୁଜନମାନଙ୍କୁ ଦେଖି ଅର୍ଜୁନ ମୋହଗ୍ରସ୍ତ ହେଲେ। ସେ ଅସ୍ତ୍ର ତ୍ୟାଗ କରି ଯୁଦ୍ଧ କରିବେ ନାହିଁ କହି ରଥ ତଳେ ବସି ରହିଲେ। ଏତିକିରେ ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟ ସମାପ୍ତ ହେଲା।